आगे जरी गुड़ा अरे स्वागत। तो आज आम गोटे जंगल साइड रे कैंपिंग करूँ जेहेतु राति हो गला तो आम आसलु लेट्रे आउ टेंट भी सेट करदेलु। बर्तमान आम कौन कर बर्तमान आम खाଇବା पीवा रोषेईटा स्टार्ट करदे और रात अधिक हो गला लेट कले बहुत लेट हम तो चलते भी रोषेईटा स्टार्ट करदे आस आउ मोर मिसिक आसु दिज तो दिज आम नाइट कैंपिंग केमती रोचे चलतु देखा। हल्का सरी पूरा सरीगला पानी 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 गाड़ी चल पानी में तो हिट है हां इधर इधर ठंडा बढ़िया हो तेल कम हो हाइट रहो पानी दो भाई बर्तमान हाथी आम एपटे माति टे डर लगुच पानी बोतल खाली कपड़ा आपण को पाखे भी भजन बाजुव साउंड भी शुभुव कारण राति साउंड पूरा अति शीघ्र गति करे जोटा कि जो आमर फनेल जो लगे चुंगा जो लगे से बर्तमान आपण को भजन बाजुव सुबह जाते तो जेहेतु राति अधिक है छानिया भी लगुच कारण एपटे धान पाचिगला जंगल पाखे ही धान गछ गुड़ा अच्छी निहाती हाथी गड़ार संभावना अच्छी तो आम से अनुसार मानने डर डर कैंपिंगटा हो हे तो हाथी भी देखी पारू कहीं पूरा बिल पाखे ही आम मैंने अच्छु बिलठू जंगलटा आउ कम बाट तो हाथी निहाती आसिक धान खाया धान जेहतु पाचिगला बर्तमान एपटे आम जंगल को भी हाथी अच्छा दुईटा दंता हाथी अच्छी गोटे छोट हाथी अच्छी तो देखा जाऊ आम रिस्क रे तो अच्छु कौन हो आगू देखिए। तो बर्तमान से तार तरकारी आइटम आम हम कोबी पोटल जेहतु शीत दिन आरंभ हो गला कोबी पोटल से तार तरकारी करदे बर्तमान अटा चकड़ी देवी अटा चकड़ी रुटी करने आम व्यवस्था करदे।
କପଡ଼ା ଚକଡ଼ିକି ଯାହା ବଳୁଛି ସେଟା ସବୁ ଥୋଇଦେବି ବ୍ୟାଗରେ। ଲୁଣଟା ହଁ ଭୋଜି ଭାତ ଗଲେ ବୁଲୁ ଭୋଜି ଭାତ ଗଲେ ଆମେ ଦି ଜଣ ସଦାବେଳେ ରୋଷେଇ କରୁଛେ କାରଣ ଆମେ ହିଁ ରୋଷେଇ ଶିଖୁଛୁ। ଆରେ ଆମକୁ ରୋଷେଇ ଆଇଛି ବୋଲିକା ସେମାନେ ଛାଡ଼ି ଦିଅନ୍ତି ଯେ ନା ସେ ଦି ଜଣ ଆଇଛନ୍ତି ସେମାନେ କରନ୍ତି। ମାନେ ତାପରେ ବି ଯେଉଁମାନେ ରୋଷେଇଆ ସେମାନେ ନିହାତି ଆଗଭର ହେଇକି ପଳେଇବେ ଯେ ନାଇଁ ଆରମ୍ଭ କରିଦେବା ରୋଷେଇଟା। ଆଉ ରୋଷେଇଆ ମାନଙ୍କର ହାତ ଗୋଡ଼ ଟିକେ ରହିବନି ଯେହେତୁ ଜଣେ ଆମେ ଧର ଯେଉଁ କାମଟା ଜାଣିଛି ଧର ମୁଁ ଇଲେକ୍ଟ୍ରିକ୍ କାମ ଜାଣିଛି ଇଲେକ୍ଟ୍ରିକ୍ କାମ କେଉଁଠି ଟିକେ ଥିବ ହାତ ଗୋଡ଼ ରହିବନି କିଏ କରୁଥିବ କରିପାରୁନଥିବ ହାତ ଗୋଡ଼ ରହିବନି ଯେମିତି ରୋଷେଇଆ ବି ସେମିତି। ଆଉ ରୋଷେଇଟା ସଦାବେଳେ ଶିଖିବାଟା ହିଁ ଭଲ। କେତେବେଳେ ଆମେ ଆଜି ଘରେ ଅଛେ କାଲି ବାହାରେ ରହିବା କେଉଁଠି ହଷ୍ଟେଲରେ ରହିବା ରୋଷେଇ କାମଟା ଶିଖିଥିଲେ ସବୁଠି କାମ ଦବ। ତ ସେ ସାଙ୍ଗମାନେ ଆହୁରି ଗୋଟେ ସାଙ୍ଗମାନେ କଥା କହିବି ସିଏ ଗୋଟେ ଜବ୍ କରିଛି ଭୁବନେଶ୍ୱରରେ ଜବ୍ କରିଛି ମୁଁ ଗୋଟେ ଜନସେବା କେନ୍ଦ୍ର ଦେଇଛି। ଆମେ ଆମ କାମ ସାରିକି ଏଇଟା ଗୋଟେ ମାନେ ଆମକୁ ଖୁସି ଲାଗେ ବୋଲି ଏଇଟା ଆମେ ଗୋଟେ କରୁଛୁ। ସେମିତି କିଛି ନୁହେଁ ଯେ ଏଇଟା ଆମ ପ୍ରଫେସନ୍। ଆମକୁ ରୋଷେଇ କରିବାକୁ ଭଲ ଲାଗେ ଆଉ ବାହାରେ ନାଇଟ୍ ସ୍ପେଣ୍ଡ କରିବା ପାଇଁ ଭଲ ଲାଗେ। ବାହାରେ ବୁଲିବାକୁ ବି ଆମକୁ ଭଲ ଲାଗେ। ସେଇ ଖାଲି ଡର ଭଗବାନଙ୍କ ଦୟାରୁ ଆଉ ହାତୀ ଟିକେ ନ ଆସୁ ଏପଟକୁ କାରଣ ଆମ ଏପଟେ ବହୁତ ଘଟଣା ଘଟୁଛି ହାତୀ ଆସି ଘର ଭାଙ୍ଗି ଦେଇଛି ହାତୀ ଲୋକଙ୍କୁ ମାରିଦେଉଛି। ଆଉ ହାତୀ ଏମିତି ଗୋଟେ ଯିବ ତା ଉପରେ ଆଟାକ୍ ନହେଲେ ବି ସେ କିଛି କରିବନି କିନ୍ତୁ ଯେହେତୁ ସେ ଲୋକ ଜଙ୍ଗଲରେ ରହିବା ଜୀବଜନ୍ତୁ ଯେମିତିକା ଲୋକ ଦେଖିଲେ ସେ ତ ନିହାତି କିଛି ନା କିଛି ଗୋଟେ କରିବେ। ଆମର ଅଟା ଚକଟା ଏବେ ରେଡ଼ି ହେଇଗଲା ତାକୁ ରଖିଦେବା। ଆଉ ଗୋଟେ ଥାଳି ଖାଲି ଅଛି ବା ଘୋଡ଼େଇକି ରଖିଦେବା। କଣ କରେ ତାର ତରକାରୀ ହେଇସାରିଲା ପରେ ଆମେ ତ ସେଇ ଗୋଟେ ଚୁଲାରେ ହିଁ ହେବ ନା ଯେହେତୁ ଗୋଟେ ଆମେ ଚୁଲା ନେଇକି ଆସିଛୁ ତ ତରକାରୀଟା କରିସାରିଲା ପରେ ଆମେ ରୁଟି ହେବ। ଗ୍ୟାସ୍ ସଇଲା ବର୍ତ୍ତମାନ ସାମ୍ନାକୁ ହାତୀ ପଳେଇ ଆସିଛି କାରଣ ଏତେ ସବୁ ଲାଇଟ୍ ଲାଗିଛି ଆମକୁ ତ ବାହାର ଜଣାପଡ଼ୁନି କିଛି ନାହିଁ। ତ ଫାଷ୍ଟରେ ତୁ କ'ଣ ଆମେ ଧାଇବି ମୋବାଇଲ ଧରିକି ଆଉ ଗାଡ଼ି ଫାଡ଼ି ସେମିତି ସବୁ ପକେଇ ଦେଇକି ସବୁ ପଡ଼ିଥିବ ଆଗ ଜୀବନ ବଞ୍ଚିବ ନା। ତୁ ତ ଯେତିକି ଧାଇଁକି ଯିବୁ ହାତୀ ତ ମାନେ ତଡ଼ିକି ଧରି ପକେଇବ କିଛି ନହେଲେ ତ ଗାଡ଼ିଟା ଷ୍ଟାର୍ଟ କରିକି ଯିବା ପାଇଁ ଚେଷ୍ଟା କରିବୁ ନିହାତି। ସାଙ୍ଗମାନେ ଆପଣ କହିବେ କମେଣ୍ଟରେ ହଉ ଡେମ୍ କରିକି ଯାହା କରିକି କହିବେ ଆପଣ ଯାଉଛନ୍ତି ବର୍ତ୍ତମାନ ଯେଉଁ ଜିନିଷ ପାଇଁ ଆପଣ ଛାନିଆ ଅଛନ୍ତି ହଠାତ୍ ସେ ଜିନିଷଟା ଆପଣଙ୍କ ଆଗରେ ଆସି ପହଞ୍ଚିବ। କ'ଣ କରିବ ମୁଣ୍ଡ କିଛି କାମ କରିବ ନାହିଁ।
ବର୍ତ୍ତମାନ ଆମେ ଯେହେତୁ ହାତୀ ପାଖରେ ଅଛୁ ସେଥିପାଇଁ ଆମକୁ ଟିକେ ଡର ଲାଗୁଛି। ପାମ୍ପଡ଼ ଟିକେ ଛାଣିଦେଇଥିଲା, ପାମ୍ପଡ଼ ଗୋଟେ ଚୁବୁ ଖାଆନ୍ତୁ। ମୁଁ ତ ଆଜି ଆଣିଛି ଆମ ସୋଲୋ କ୍ୟାମ୍ପେନରେ ମୁଁ ରୋଷେଇ କରୁଛି, ମୁଁ ଖାଉଛି। ଆଜି ତୁ ରୋଷେଇ କରିବୁ, ମୁଁ ଖାଉଛି। ନିଶ୍ଚିତ। ପାଖାପାଖି ଆମର ଛଣାଛଣି ହେଇଯାଇଛି, ବୁଝିପାରୁଥିବେ। ସେଥିରେ କୋବି ପୋଟଳ ଛଣା ହେଇଯାଇଛି, ସେଟା ଆଳୁ ଛଣା ହେଉଛି। ତାପରେ ଡାଇରେକ୍ଟ ପିଆଜ ପକେଇକି ମସଲା କରିବା। ମସଲା କରିସାରିଲା ପରେ ଆମେ ତ ଅଦା ରସୁଣ ବଟା ଘରୁ ନେଇ ଆସିଥିଲୁ, ଆଉ ଖାଲି ଟମାଟୋ କାଟିକି ପକେଇବା, ତ ତରକାରୀଟା ଶୀଘ୍ର ହେଇଯିବ। ଶୀଘ୍ର ହେଇଗଲା ପରେ ରୁଟି କରିଦେବା। ଆଉ ଯେହେତୁ ବର୍ତ୍ତମାନ ହାତୀ ମାନେ ମୁଁ କନଫର୍ମ ହେବା ପାଇଁ ମୁଁ ସାଙ୍ଗକୁ କଲ୍ କରିଥିଲି, କାରଣ ତାଙ୍କ ଗାଁ ପାଖରେ ହିଁ ହାତୀମାନେ ରହୁଛନ୍ତି ଯେଉଁ ଜଙ୍ଗଲଟାରେ। ତାଙ୍କୁ କନଫର୍ମ ହେବା ପାଇଁ କହିଥିଲି, ସେ କହିଲେ ହଁ ବର୍ତ୍ତମାନ ସେଇପଟ ଆମର ଏପଟ ଶାଳବଣି ଆଡ଼େ ଆସୁଛନ୍ତି। ତ ସେପଟେ କ'ଣ କରେଣ୍ଟ ବ୍ୟବସ୍ଥା କରିଦେଇଛନ୍ତି ବୋଲି ହାତୀ ସେପଟକୁ ନ ଯାଇକି ଏପଟକୁ ପଳେଇ ଆସନ୍ତି। ବର୍ତ୍ତମାନ ସେପଟ ଜଙ୍ଗଲ ଆଉ ଏପଟ ମଝିରେ ହିଁ ଆମେ ଅଛୁ। ହାତୀ ଏପଟେ ରିଟର୍ନ ଯାଇକି ମାନେ ଆମେ ହାବୁଡ଼େ ହିଁ ପଡ଼ିବୁ। ତ ସେଇ ହିସାବରେ ଆମେ ଜଲ୍ଦି ଯେମିତି ଛାଡ଼ିଦେଇଛୁ, ଆଉ ଯିବୁ ତ ଭାରି। ମାନେ ରହିବାର ପ୍ରଶ୍ନ ହିଁ ଉଠୁନି। ଖାଲି ଆସିଥିଲୁ ଫେରିକି ଯିବା କ'ଣ ପାଇଁ, ଟିକେ ସମୟ ହାତରେ ଅଛି, ସେତିକି ସମୟ ଆମେ ରୋଷେଇ କରି ଖାଇ ଦେଇକି ପଳେଇବା। ତ ଦେଖିପାରୁଛୁ ଆମ ରୋଷେଇଆଙ୍କ ଦ୍ୱାରା ଏଠି ବଡ଼ ମିଷ୍ଟେକ୍ ହେଇଯାଇଛି। ପରିବା ଭାବିକି ଆଳୁକୁ ବି 3 ମିନିଟ୍ ସେ ଡିପ୍ ଫ୍ରାଏ କରିଦେଇଛନ୍ତି, ଯାହାଦ୍ୱାରା ଆଳୁର ଅବସ୍ଥା ଦେଖାଉଛି। ଆଳୁ ପୁରା କଳା ପଡ଼ିଯାଇଛି। ଚଳେଇଦବା, କେତେ ଲାଗୁଛି? ଆଉ ଟିକେ ଆଳୁ କାଟିଆ। ବର୍ତ୍ତମାନ ଆମର ଏଠି ପାମ୍ପଡ଼ ଛଣା, ଯେହେତୁ ଟାଇମ୍ ଲାଗିବ, ଆଳୁଟା କ'ଣ ହେଲା, ଆଳୁଟା ଏଇ ଦେଖନ୍ତୁ ଏମିତି ଆଳୁ ହେଇଯାଇଛି। ତ ଆମେ ଆଉଥରେ ଆଉ ଗୋଟେ ଆଳୁ କାଟିକି ଆଳୁ ତରକାରୀରେ ପକାଇବୁ। ତ ସେଇ ଟାଇମ୍ ଭିତରେ ପାମ୍ପଡ଼ ଟିକେ ଖାଇ ଦେଇକି ମାଇଣ୍ଡଟା ଟିକେ ରିଫ୍ରେଶ୍ କରିବୁ ବୋଲି ପାମ୍ପଡ଼ ଦୁଇଟା ଛାଣୁଛୁ। ତେଲଟା ବେଶୀ ବର୍ତ୍ତମାନ ଦେଖିପାରୁଥିବେ ଜହ୍ନର ବ୍ରାଇଟନେସ୍ କେମିତି ଅଛି। ପାଖାପାଖି ପାମ୍ପଡ଼ ଛଣା ହେଇଗଲାଣି, ଆଉ ଗୋଟେ ଖାଇଦେବା। ପ୍ୟାକେଟଟା ଆଇଛି, କ'ଣ କରିବା, ଖାଇଦେବା। ଖାଇ ପିଇକି ଯିବା, ହାତୀ ଆସିଲେ ଦେଖିବା। ତେଲ ଆଉ ଟିକେ ଦବୁ, ହଳଦୀ ହଉ।
ବାହାର ପକେଇଥିଲୁ ଏତିକିଟେ ହଳଦୀ पूरा छोर छोर करते हैं पूरा कहले भाई कोटा सब इजी रोषे कर खाइबाटा सब इजी है चिकेन भात आण जो चिकेन आण मसला अदा रसुण पेस्ट भी किणी आण खाली पियाज काट ना चिकेन सुविधा किसी ना हमें कहबो चिकेन टा भलो हमें कहबो भात डाली आलू भात बसई देल प्रेसर डाली बसई देल आलू दीटा पकई देल डाली बाहर करके डाली छुक मारदेल आलू बाहर करके आलू को सोरिष तेल देकी आलू चोखा कर माने आलू फुटे देकी आलू भर्ता कर इजी उपाय चिकेन आण मसला काट ताकू तेल दियो भात डाली आलू भर्तार पुणी आप माने तुम बेसी तेल लगे चिकेन को तेल तेलिया ना पर्यटन चिकेन तेल कर मैंने भल देखा दरकार देहपाई क्षतिकारक माने आमर कौन चिकेन है कि चिकेन प्रिय केवल कार्तिक मास पंचकटा चली चिकेन कर कैंपिंग जावाई प्लान टा लेट है आम ड्यूटी 4 आसला लेट हो दुकान सब बंद एक्चुअली एबे सुभद्रा योजना चली ता बाद लेबर कार्ड हमर बाहागर डेट सब आपे होची सेते टाइम हमर पड़ू एरा हमर साइला पर जाकी आड़े अदा रसुण पेस्ट मसला भितर आलू सीझी मसला अलरेडी हो गलानी खाली बिलाती पकाई बोली अधिक तो जमी देखिपे आप बर्तमान आम तरकारी पाखापाखि हो गलानी आउ 5 मिनट तो तरकारी बाहरी पड़े तापर आम कौन अटा चकड़ी रुटी जल्दी करदे खाई सारा देखिए रही पर चिंता कर दिजन बेसी करनु कारण लेट नाइट है खाई हेनी जी भी कर 3 जन सब जी 3 जन आराम से खाई पारे आम रुटी कम कर रुटी कम दीदी पकड़ 4 फुट रुटी कर बर्तमान आप देखिपे आस्ते आस्ते कुहुरी भी पड़ा स्टार्ट हो गला बापरे मसला भेजी छोट छोट पीस कर जानी मसला कम चला मसला सब डिसेम्बर डिसेम्बर जनवरी भाज कहून मुझे पठे देखे तो पाक जाऊ जाऊ काली तू डहरा भाया कथा कहूँ आउ ताने एना पठा
ଏବେ ଆମର ଖାଇବା ସରିଯାଇଛି, ଖାଇବା ରୋଷେଇ ସରିଯାଇଛି, ଖାଇବା ଆରମ୍ଭ ୟୁଟ୍ୟୁବ ଲାଇକ୍ ବଢ଼ିଆ ଲାଷ୍ଟ ମୁଁ କହିବା ନା କହିଲେ ନଲା ଦଉଛି ଆମେ କ'ଣ ଲାଇଟ୍ କ'ଣ ଲାଇଟ୍ ଅବଜର୍ଭ କରିବୁ କୋଇ ପକା ମୁଁ ବନ୍ଦ ଖାଉ ବର୍ତ୍ତମାନ ଆମର ଖାଇବା ସରିଯାଇଛି, ଆମେ ଜିନିଷ ବି ପାଖାପାଖି ପ୍ୟାକିଂ କରିଦେଇଛୁ, ଆଉ ଟେଣ୍ଟଟା ଖାଲି ଖୋଲିବାର ଅଛି। ବର୍ତ୍ତମାନ ଯେହେତୁ ହାତୀର ଭୟ ଅଛି ତ ଆମେ ରିକ୍ସ ନେଇକି ଏଠି ରହିପାରିବୁନି, ତ ଖାଇବାର ଥିଲା ତ ରୋଷେଇ କରି ଖାଇଦେଲୁ, ଭିଡ଼ିଓ ବି ହେଇଗଲା। ତ ଚାଲନ୍ତୁ ଦେଖା ହେବା ପୁଣି ନୂଆ ଏକ ଭିଡ଼ିଓରେ, ସେଇ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ଗୁଡ୍ ବାଏ।